ରାବଣ ମହାଦେବଙ୍କୁ ଗୋଟିଏ ବର ମାଗିଥିଲା ଯେ ସିଏ ଯାହା ଚାହୁଁଛି ମହାଦେବ ତାକୁ ଅବଶ୍ୟ ପ୍ରଦାନ କରନ୍ତୁ ଏବଂ ଭୋଲେନାଥ ତାକୁ ଏଇ ବର ଦେଇଦେଲେ। ମାତ୍ର ରାବଣର ଇଚ୍ଛା ତ ସ୍ୱୟଂ ମହାଦେବଙ୍କୁ ମାଗିବାର ଥିଲା। କିନ୍ତୁ ଯେତେବେଳେ ସେ ଆଖି ଖୋଲିଲା ତାର ନଜର ମାତା ପାର୍ବତୀଙ୍କ ଉପରେ ପଡ଼ିଲା ଓ ମାତା ପାର୍ବତୀଙ୍କୁ ଦେଖି ରାବଣ ମୋହିତ ହୋଇଗଲା ଓ ବରଦାନ ସ୍ୱରୂପ ମାଗିନେଲା। ଭୋଲେନାଥ ତାଙ୍କ କଥାରେ ପକ୍କା ଥିଲେ, ତେଣୁ ସେ ପାର୍ବତୀଙ୍କୁ ବରଦାନ ସ୍ୱରୂପ ଦେଇଦେଲେ। ମାତା ପାର୍ବତୀ ରାବଣର ପଛେ ପଛେ ଚାଲିବାକୁ ଲାଗିଲେ। ରାସ୍ତାରେ ଯେତେବେଳେ ସେମାନେ ଘନ ଜଙ୍ଗଲରେ ଯାଉଥିଲେ ମାତାଙ୍କ ଦୃଷ୍ଟି ଗୋଟିଏ ବେଙ୍ଗ ଉପରେ ପଡ଼ିଲା ଓ ମାତା ତାଙ୍କ ଦିବ୍ୟ ଦୃଷ୍ଟି ବଳରେ ବେଙ୍ଗଟିକୁ ସୁନ୍ଦର ସ୍ତ୍ରୀରେ ପରିଣତ କରିଦେଲେ। ସେହି ନାରୀଟି ସୁନ୍ଦର କଣ୍ଠରେ ଭଜନ ଗାଇବାକୁ ଲାଗିଲା, ଯେମିତିକି ରାବଣର ଧ୍ୟାନ ତା ପ୍ରତି ଆକର୍ଷିତ ହେଉ। ଯେତେବେଳେ ସେ ତାକୁ ଦେଖିଲା ବିସ୍ମିତ ରହିଗଲା। ଏତେ ସୁନ୍ଦର ନାରୀ ରାବଣ ଆଗରୁ କେବେ ଦେଖିନଥିଲା। ସେତେବେଳେ ମାତା ପାର୍ବତୀ କହିଲେ, ମୁଁ ହିଁ ବାସ୍ତବରେ ପାର୍ବତୀ। ହେଲେ ରାବଣ ତାଙ୍କ କଥାକୁ ବିଶ୍ୱାସ କଲା ନାହିଁ। ରାବଣ ଭାବିଲା ତା ସହିତ ମାୟା ଜାଲ ଛନ୍ଦା ଯାଇଛି, ତ ଆର ନାରୀଟି ହିଁ ଅସଲ ପାର୍ବତୀ। ଏହା ଭାବି ସେ ତାକୁ ନେଲା ଓ ତାହା ସହିତ ବିବାହ କରିଲା, ଯେଉଁ ନାରୀକି ପରେ ମଞ୍ଜୋଦରୀ ନାମରେ ପରିଣତ ହେଲା।